ଜାନୁଆରୀ 7 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ନିମାପଡ଼ା ଆଥଲେଟିକ୍ ଆସୋସିଏସନ ପକ୍ଷରୁ 12ତମ କିଶୋର ପଣ୍ଡା ମେମୋରିଆଲ 28ତମ ନିମାପଡ଼ା କପ୍ ଅଲ୍ ଓଡ଼ିଶା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର ଏକାଦଶ, ଭୁବନେଶ୍ୱର ବିଡ଼ାନାସୀ କ୍ରିକେଟ କ୍ଲବ କଟକ, ଡିଆରକେ କ୍ରିକେଟ କ୍ଲବ ବାରିପଦା, ମାଷ୍ଟର କ୍ରିକେଟ କ୍ଲବ କଟକ, ବିଶ୍ୱଭାରତୀ କ୍ରିକେଟ କଟକ, ଆଥଲେଟିକ୍ ଆସୋସିଏସନ ନିମାପଡ଼ା, ୟୁ ଆଣ୍ଡ ମି କ୍ରିକେଟ କ୍ଲବ ବାଲେଶ୍ୱର ଏବଂ ରାଇଜିଂ କ୍ରିକେଟ କ୍ଲବ ରାଉରକେଲା ଭଳି ପ୍ରମୁଖ 8ଟି କ୍ରିକେଟ କ୍ଲବ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଚମ୍ପିଆନ ଦଳକୁ ନଗଦ 51,000 ଟଙ୍କା ଏବଂ ଉପବିଜେତା ଦଳକୁ 31,000 ଟଙ୍କା ଟ୍ରଫି ପ୍ରଦାନ କରାଯିବ। ପ୍ରତ୍ୟେକ ମ୍ୟାଚ୍ 30 ଓଭର ଲେଖାଏଁ ଖେଳାଯିବ। ଧଳା ପୋଷାକ ସହିତ ନାଲି ବଲରେ ଖେଳାଯିବ ବୋଲି ସ୍ଥାନୀୟ ଗ୍ରୀନଲ୍ୟାଣ୍ଡ ମଣ୍ଡପ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଆସୋସିଏସନର କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଆସୋସିଏସନ କର୍ମକର୍ତ୍ତା, ଓସିଏ ପ୍ୟାନେଲ ଅମ୍ପାୟାର ନିର୍ମଳ ମିଶ୍ର, ସତ୍ୟେନ୍ଦ୍ର ମୋହନ ମହାନ୍ତି, ଅଭିନନ୍ଦନ ପାତ୍ର ଓ ଅଭିଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ଆମେ ଗୋଟିଏ କଥା କରିଛୁ, ପ୍ରାଇଜ ମନିଟାକୁ ବଢେଇଛୁ 51,001 ଟଙ୍କା ଏବଂ ରନର୍ସ ଅଫ୍ ଦଳକୁ 31,001 ଟଙ୍କା କରିଛୁ ଏବଂ ଚଳିତ ଟୁର୍ଣ୍ଣାମେଣ୍ଟରେ ଆମେ ନୂଆ 6ଟି ଟିମ୍ ଏଣ୍ଟ୍ରି କରିଛୁ। ଯୁବ ପ୍ରତିଭାକୁ ଓଡ଼ିଶା କ୍ରିକେଟ ଆସୋସିଏସନ ପାଖରେ ପହଞ୍ଚିବା ପାଇଁ ଆମେ ନୂଆ 6ଟି ଟିମ୍ କରିଛୁ। ରାଉରକେଲାର ପ୍ରଥମ ଗୋଟେ ଟିମ୍ ଆସିଛି, ୟୁଏନ୍ବି ବାଲେଶ୍ୱର ଆସିଛି, ଡିଆରକେ ବାରିପଦା ଆସିଛି, ମାଷ୍ଟର କ୍ଲବ କଟକ ଆସିଛି, ଏମିତି 6ଟି ନୂଆ ଟିମ୍ ଆସିଛି। ଅଧିକ ଆକର୍ଷିତ କରିବା ପାଇଁ ଆଉ କ'ଣ ସବୁ ବ୍ୟବସ୍ଥା କରାଯାଇଛି? ଅଧିକ ଆକର୍ଷିତ କରିବା ପାଇଁ ଆମେ ତ ପ୍ରତ୍ୟେକ ବର୍ଷ ଚିୟର ଗାର୍ଡର ବ୍ୟବସ୍ଥା ରଖିଛୁ ଏବଂ ସେଲିବ୍ରିଟି ମଧ୍ୟ ଆଣିଛୁ। ଯଦି ସେଲିବ୍ରିଟି ଫାଇନାଲ ହେଇନି କିନ୍ତୁ ଯାହା ବି ହେଲେ ଜଣେ ସେଲିବ୍ରିଟି ଆସିବେ ଏବଂ ଚିୟର ଗାର୍ଡର ବ୍ୟବସ୍ଥା ବହୁତ ସାଇଡରୁ ରହିବ, ବୋଲିଂ ଏବଂ ବ୍ୟାଟିଂ ସାଇଡରୁ ରହିବ। ନିମାପଡ଼ାରୁ ନିବେଦିତା ମିଶ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।